ପାଶ୍ଚାତ୍ୟ କାବ୍ୟତତ୍ତ୍ୱ ସମାଲୋଚନା ପଦ୍ଧତି ବ୍ଲକ୍ 1 ପାଶ୍ଚାତ୍ୟ କାବ୍ୟତତ୍ତ୍ୱ ସଂକ୍ଷିପ୍ତ ଇତିହାସ ପ୍ରଥମ ଏକକ ପାଶ୍ଚାତ୍ୟ କାବ୍ୟତତ୍ତ୍ୱର ବିବର୍ତ୍ତନ ସର୍ଟ କୋଶ୍ଚେନ୍ ସକ୍ରେଟିସ୍ କବିଙ୍କ ସମ୍ପର୍କରେ କେଉଁ ମନ୍ତବ୍ୟ ଦେଇଥିଲେ? ଦାର୍ଶନିକ ସକ୍ରେଟିସ୍ଙ୍କ ଦୃଷ୍ଟିରେ କବିତା କର୍ମ ଦୈବୀ ପ୍ରେରଣାର ସନ୍ଦେଶ। ତାଙ୍କ ମତରେ ଜଣେ ସଫଳ ସାହିତ୍ୟିକ ପଛରେ ଦୈବୀ ଶକ୍ତିର ଉତ୍ସ ନିହିତ ଥାଏ। ଈଶ୍ୱର କବିର ଚେତନା ମାଧ୍ୟମରେ ସାଧାରଣ ଜନତା ପାଖରେ ଆତ୍ମପ୍ରକାଶ କରନ୍ତି। ସକ୍ରେଟିସ୍ଙ୍କର ଏହି ମନ୍ତବ୍ୟ କବିଙ୍କୁ ବହୁ ସମ୍ମାନର ଅଧିକାରୀ କରାଇଥିଲା। ପ୍ଲାଟୋଙ୍କ ଦୃଷ୍ଟିଭଙ୍ଗୀ କ'ଣ ଥିଲା? ସକ୍ରେଟିସ୍ଙ୍କର ଅନୁଗାମୀ ଶିଷ୍ୟ ପ୍ଲାଟୋଙ୍କର କାବ୍ୟ ସମ୍ପର୍କିତ ଦୃଷ୍ଟିଭଙ୍ଗୀ ଭିନ୍ନ ଥିଲା। କାବ୍ୟକୁ ସେ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ବିବେଚନା ନ କରି ଜଣେ ଦାର୍ଶନିକ ଓ ସମାଜର ସଂସ୍କାରକ ଦୃଷ୍ଟିଭଙ୍ଗୀ ନେଇ ଦେଖିଥିଲେ। ସାମାଜିକ ଚିତ୍ର ଓ ସାମାଜିକ ବିଧି ବ୍ୟବସ୍ଥାର ଉନ୍ମେଷ ଓ ଉତ୍ତରଣରେ ଏହାର ଯେ ଉଲ୍ଲେଖନୀୟ ଭୂମିକା ରହିଛି ସେ ସମ୍ପର୍କରେ ମତ ପ୍ରଦାନ କରୁଥିଲେ। ପ୍ଲାଟୋଙ୍କ ଦୃଷ୍ଟିରେ ଜ୍ଞାନର ଅଭିବୃଦ୍ଧି ଯେ ମାନବର ଭାବନାକୁ ପ୍ରଭାବିତ କରିବା ସହିତ ବ୍ୟକ୍ତିଗତ ପାରିବାରିକ ସମାଜ ଓ ରାଷ୍ଟ୍ରରେ ଅନିୟମିତତାର ସୂତ୍ରପାତ କରେ। ତେଣୁ ଏହି କବିତାକୁ ଆଦର୍ଶ ରାଜ୍ୟରୁ ବହିଷ୍କାର କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। କିନ୍ତୁ ପ୍ଲାଟୋଙ୍କର ଏହି ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ ଥିଲା। କାବ୍ୟଶାସ୍ତ୍ର ଦୃଷ୍ଟିକୋଣରୁ ପ୍ଲାଟୋ ଏହାକୁ ତର୍ଜମା କରିନଥିଲେ। ନମ୍ବର 3 ଆରିଷ୍ଟଟଲ ପ୍ରକୃତିକୁ କେଉଁ ଦୃଷ୍ଟିରେ ଓ କେତେ ଭାଗରେ ବିଭକ୍ତ କରିଥିଲେ? ଆରିଷ୍ଟଟଲ କବିତାକୁ କାବ୍ୟଶାସ୍ତ୍ର ଦୃଷ୍ଟିକୋଣରୁ ପର୍ଯ୍ୟବେକ୍ଷଣ କରି ନିଜସ୍ୱ ମତାମତ ପ୍ରଦାନ କରିଥିଲେ। ଆରିଷ୍ଟଟଲଙ୍କର ଯୁକ୍ତି ସାର୍ବଜନୀନ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ଥିଲା। ସମାଲୋଚନାର ଜନକ ଭାବରେ ସ୍ୱୀକୃତ ଆରିଷ୍ଟଟଲ ତାଙ୍କ କାବ୍ୟତତ୍ତ୍ୱ ବା ପୋଏଟିକ୍ସରେ ସମାଲୋଚନା ନିମିତ୍ତ ଯେଉଁ ନିୟମ ପ୍ରଣୟନ କଲେ ତାହା ସମାଲୋଚକମାନଙ୍କୁ ଅନୁପ୍ରାଣିତ କଲା। ଆରିଷ୍ଟଟଲଙ୍କ ମତରେ କବିତା ହେଉଛି ଏକ ଭାଷାଭିତ୍ତିକ ମାଧ୍ୟମ ଯାହାଦ୍ୱାରା ପ୍ରକୃତିକୁ ଅନୁକରଣ କରିହୁଏ। ପୋଏଟ୍ରି ଇଜ୍ ଆନ୍ ଇମିଟେସନ୍ ଅଫ୍ ନେଚର ଥ୍ରୋ ଦ ମିଡ଼ିୟମ୍ ଅଫ୍ ଲାଙ୍ଗୁଏଜ୍। ତାଙ୍କ ମତରେ ପ୍ରକୃତି ଦୁଇ ଭାଗରେ ବିଭକ୍ତ, ଯଥା ବହିର୍ପ୍ରକୃତି ଯେଉଁଥିରେ ପର୍ବତ ଶ୍ୟାମଳ ତରୁରାଜି ନଦ ନଦୀ ପଶୁ ପକ୍ଷୀ ପ୍ରକୃତି ଶୋଭା ପାଏ ଏବଂ ଅନ୍ତଃପ୍ରକୃତି ଯେଉଁଥିରେ ମାନବୀୟ ପ୍ରକୃତି ଯଥା କାମ କ୍ରୋଧ ଲୋଭ ମୋହ ମାୟା ଆଦି ଜୀବ। ନମ୍ବର 4 ଅନୁକରଣ ତତ୍ତ୍ୱ କହିଲେ କ'ଣ ବୁଝ? ଆରିଷ୍ଟଟଲଙ୍କ ମତରେ ଅନୁକରଣର ଅର୍ଥ ବାହ୍ୟ ଜଗତର ଫଟୋଗ୍ରାଫିକ୍ ଚିତ୍ର ନୁହେଁ। ଏହା ଏକ ଭାବନାମୟ ପରିପ୍ରକାଶ। ନୈତିକତାର ଆଲୋକରେ ଏହାର ସୌନ୍ଦର୍ଯ୍ୟ ଉଦ୍ଭାସିତ ହୁଏ। କୌଣସି ଏକ ବିଶେଷ ସତ୍ୟ ମଧ୍ୟରେ ଏହା ସୀମାବଦ୍ଧ ନ ହୋଇ ସର୍ବଦା ସାର୍ବଜନୀନ ଏବଂ ସର୍ବକାଳୀନ ସତ୍ୟ ପ୍ରକାଶ ଉପରେ ଗୁରୁତ୍ୱ ଦେଇଥାଏ। ଏହା ମନୋରଞ୍ଜନଧର୍ମୀ ନୁହେଁ ବରଂ ନୀତିଶିକ୍ଷା ପ୍ରଦାନକାରୀ। ଏହାଦ୍ୱାରା ଅପୂର୍ଣ୍ଣ ବସ୍ତୁ ପୂର୍ଣ୍ଣତା ପ୍ରାପ୍ତ ହୋଇଥାଏ। ଡ୍ରାଇଡେନ୍ କବିତାରେ ସଂଜ୍ଞା ନିର୍ଦ୍ଧାରଣ କରିବାକୁ ଯାଇ କବିତା ସହିତ ସଙ୍ଗୀତର ସମନ୍ୱୟ ଉପରେ ଗୁରୁତ୍ୱାରୋପ କଲେ। କିନ୍ତୁ କବିତା ସହିତ ସାଙ୍ଗୀତିକତାର ରହିବା ଅପରିହାର୍ଯ୍ୟ। ଏହି ମତ ଅଧିକାଂଶ ସମୀକ୍ଷକଙ୍କ ଦ୍ୱାରା ଗ୍ରହଣୀୟ ହେଲା ନାହିଁ। ତେଣୁ ଡ୍ରାଇଡେନ୍ ଆରିଷ୍ଟଟଲଙ୍କର ସଂଜ୍ଞାକୁ ସାମାନ୍ୟ ପରିବର୍ତ୍ତନ କରି ସେ କହିଲେ ପ୍ରକୃତିକୁ ଅନୁକରଣ କରିବା ପାଇଁ ଭାବନା ଛନ୍ଦର ଆବଶ୍ୟକତା ରହିଛି। ନମ୍ବର 5 କେଉଁ କବିମାନେ କଳ୍ପନା ଉପରେ ଗୁରୁତ୍ୱ ଦେଇଥିଲେ? ଉନ୍ବିଂଶ ଶତକର ଅନ୍ୟତମ ସମାଲୋଚକ ଜନସନ୍ କାବ୍ୟର ଛନ୍ଦମୟତା ଉପରେ ଗୁରୁତ୍ୱାରୋପ କଲେ। ତାଙ୍କ ଦୃଷ୍ଟିରେ କବିତା ଏକ କଳା। କଳ୍ପନାର ସହାୟତାରେ ଏହା ସ୍ୱତନ୍ତ୍ର ଲାଭ କରେ। କବି ଓ ସମୀକ୍ଷକମାନେ କାବ୍ୟ କବିତାକୁ ନିଜସ୍ୱ ଦୃଷ୍ଟିକୋଣରୁ ଦେଖି ସମାଲୋଚନାର ପରିସର ତିଆରି କରିଥିଲା ବେଳେ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା ଚେମ୍ବର୍ସ ଡିକ୍ସନେରୀରେ ମଧ୍ୟ କବିତାର ସଂଜ୍ଞା ପ୍ରଦାନ କରାଯାଇଛି। କବିତା କବିଙ୍କ ଦ୍ୱାରା ବିରଚିତ ଏକ ସୃଜନାତ୍ମକ କଳା। ପୋଏଟ୍ରି ଆର୍ଟ ଫର ୱାର୍କ ଅଫ ଦ ପୋଏଟ୍ରି ବୋଲି ଏନସାଇକ୍ଲୋପିଡ଼ିଆ ବ୍ରିଟାନିକାରେ କୁହାଯାଇଛି। ଚେମ୍ବର୍ସ ଡିକ୍ସନେରୀରେ କୁହାଯାଇଛି ପୋଏଟ୍ରି ଇଜ୍ ଦ ଆର୍ଟ ଅଫ ଏକ୍ସପ୍ରେସିଂ ଇନ୍ ମେଲୋଡ଼ିୟସ୍। ଦାର୍ଶନିକ କାର୍ଲାଇଲ୍ ମଧ୍ୟ ସଙ୍ଗୀତମୟ ଚେତନାର ଅନ୍ୟତମ ରୂପ କାବ୍ୟ ବୋଲି ଅଭିହିତ କରି ଭାବ ଓ କଳ୍ପନା ଉପରେ ପ୍ରାଧାନ୍ୟ ଦେଇଥିଲେ। ମାଥ୍ୟୁ ଆର୍ନୋଲ୍ଡଙ୍କ ମତରେ କାବ୍ୟ ଏକ ସତ୍ୟ ଓ ସୌନ୍ଦର୍ଯ୍ୟର ସିଦ୍ଧାନ୍ତ ଦ୍ୱାରା ଜଡ଼ିତ ଜୀବନର ସମୀକ୍ଷା ହେଉଛି କାବ୍ୟ। ମିଲ୍ଟନଙ୍କ ମତରେ କବିତାର ଭାଷା ସରଳ ହେବା ଉଚିତ, ଭାବମୟ ତଥା ଆବେଗାତ୍ମକ ହେବା ଉଚିତ। ପରବର୍ତ୍ତୀ ସମୟରେ ୱାର୍ଡସୱର୍ଥ, କଲେରିଜ୍, ପିବି ଶେଲି, କାଣ୍ଟ, ଫିଲିପ ସିଡନୀ, ସେକ୍ସପିୟର, ଷ୍ଟିଫେନ୍ ଜେ ବ୍ରାଉନ୍ କଳ୍ପନା ଉପରେ ଗୁରୁତ୍ୱ ଦେଲେ। ନମ୍ବର 6 ଦାର୍ଶନିକ କାଣ୍ଟ କଳ୍ପନାକୁ କେତେ ଭାଗରେ ବିଭକ୍ତ କରିଥିଲେ ଓ ସେ ସମ୍ପର୍କରେ ବର୍ଣ୍ଣନା କର। ଦାର୍ଶନିକ କାଣ୍ଟ କଳ୍ପନାକୁ 3 ଭାଗରେ ବିଭକ୍ତ କରିଛନ୍ତି ଯଥା ପୁନଃ ଉତ୍ପାଦନ ନିମିତ୍ତ କଳ୍ପନା ଶକ୍ତି ଯାହା ମନରେ ନାନାଦି ଭାବରେ ଥିବା ଅବ୍ୟବସ୍ଥିତ ଚିନ୍ତା ଚେତନାକୁ ସୁସଂଯତ କରିଥାଏ। ନମ୍ବର 2 ଉଦ୍ଭାବନା କଳ୍ପନା ଶକ୍ତି ଯାହା ସୁସଂଗଠିତ ରୂପ ପ୍ରାପ୍ତି ପରେ ନୂଆ ରୂପ ରଙ୍ଗରେ ଉଦ୍ଭାସିତ ହୁଏ। ନମ୍ବର 3 ସୌନ୍ଦର୍ଯ୍ୟବୋଧକ କଳ୍ପନା ଶକ୍ତି ଯାହା ବିଚାର ବୁଦ୍ଧି ମାଧ୍ୟମରେ ଏହାର ସାର୍ଥକ ପରିପ୍ରକାଶ ଘଟେ। ନମ୍ବର 7 ଲଞ୍ଜାଇନସ୍ଙ୍କ ଚିନ୍ତାଧାରା ସମ୍ପର୍କରେ ଆଲୋଚନା କର। ଗ୍ରୀସର ଅନ୍ୟତମ ପ୍ରସିଦ୍ଧ ସମୀକ୍ଷକ ହେଉଛନ୍ତି ଲଞ୍ଜାଇନସ୍। ତାଙ୍କ ଦୃଷ୍ଟିରେ କବି ଓ କବିତା ଉଭୟ ମର୍ଯ୍ୟାଦାପୂର୍ଣ୍ଣ ଆସନର ଅଧିକାରୀ। ତାଙ୍କର 2ଟି ଜନପ୍ରିୟ ଗ୍ରନ୍ଥ ହେଉଛି ପେରିପ୍ଲୁସ୍ ବା ଅନ୍ ଦି ସବ୍ଲାଇମ୍। ଏଥିରେ ସେ ଉଦାର ତତ୍ତ୍ୱର
ସର୍ବଶେଷ ବ୍ୟାଖ୍ୟା କରିଛନ୍ତି। ସେ କହନ୍ତି, କବି ପାଠକକୁ କାବ୍ୟାନନ୍ଦ ପ୍ରଦାନ କରିବା ସହିତ ଏକ ଦିବ୍ୟ ସ୍ଥିତିରେ ପହଞ୍ଚାଇ ଦିଏ। ଅନ୍ତର୍ନିହିତ ଭାବ ବିଚରଣ ଓ ଉଦାରତା ଏହାକୁ ସମ୍ଭବ କରିପାରେ। ଲୋଜାଇନ୍ସଙ୍କର ଚିନ୍ତାଧାରା ଭିନ୍ନ ଥିଲା। ପୂର୍ବ ପ୍ରଚଳିତ ମତକୁ ସେ ଖଣ୍ଡନ କରିଥିଲେ। ସେ କହିଥିଲେ, ଉତ୍କୃଷ୍ଟ କଳାକର୍ମ ବାଧ୍ୟବାଧକତା ଦ୍ୱାରା ପାଠକକୁ ବିମୋହିତ କରେ ନାହିଁ। ଅନୁଭବ ଦ୍ୱାରା ପାଠକ ଆପେ ଆପେ ନିଜ ଅଜାଣତରେ ସୃଷ୍ଟି ସହିତ ଆତ୍ମନିମଗ୍ନ ହୋଇଯାଏ। ଦାନ୍ତେଙ୍କର ଯୁଗାନ୍ତକାରୀ ପଦକ୍ଷେପ କ'ଣ ଥିଲା? ଇଟାଲୀର ମହାକବି ଦାନ୍ତେଙ୍କର ଡିଭାଇନ୍ କମେଡି ପୁସ୍ତକ ଏଥିରେ ମଧ୍ୟଯୁଗୀୟ ସଂକୀର୍ଣ୍ଣ ଧର୍ମଧାରଣା ବିରୋଧରେ ନିଜର ଯୁକ୍ତି ଉପସ୍ଥାପନ କଲେ। ଦାନ୍ତେ ହିଁ ପ୍ରଥମେ ଇଟାଲୀରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ପଣ୍ଡିତ ପାଦ୍ରୀମାନଙ୍କର ଭାଷାରେ ଲାଟିନ୍ ମହାକାବ୍ୟ ନ ଲେଖି ସାଧାରଣ ଜନତା ବୁଝିପାରିଲା ଭଳି ଇତାଲୀୟ ଭାଷାରେ ରଚନା କଲେ। ତେଣୁ ପାଶ୍ଚାତ୍ୟ ଚିନ୍ତାଜଗତରେ ଉପରୋକ୍ତ ସିଦ୍ଧାନ୍ତଗୁଡ଼ିକ ଏକ ନୂତନ ମାର୍ଗ ପ୍ରଦର୍ଶନ କଲା। ନମ୍ବର 9 ରୋମାଣ୍ଟିକ୍ ସମାଲୋଚନା ଗୋଷ୍ଠୀର ମୁଖ୍ୟ ଆଭିମୁଖ୍ୟ କ'ଣ ଥିଲା? ରୋମାଣ୍ଟିକ୍ ସମାଲୋଚନା ଗୋଷ୍ଠୀର ମୁଖ୍ୟ ଆଭିମୁଖ୍ୟ ଥିଲା ଯେ ରୋମାଣ୍ଟିକ୍ ସମୀକ୍ଷା ତତ୍ତ୍ୱ ଯଥା ଭାଷା, କଳ୍ପନା, ପ୍ରେରଣା, ପ୍ରସୂତ କାବ୍ୟଧାରା, କବିତାର ଗଢ଼ଣ ବା କଳାପକ୍ଷ ପ୍ରଭୃତି ଚିତ୍ରଣଧର୍ମୀ ଉପରେ ଗୁରୁତ୍ୱ ଦେଇ କବିତା ରଚନା କରିଥିଲେ। ୱାର୍ଡସୱର୍ଥ, ଶେଲି ପ୍ରଭୃତି କବି, ଯେଉଁମାନେ କି କଳ୍ପନା ଶକ୍ତିକୁ ଅଧିକ ଗୁରୁତ୍ୱ ଦେଉଥିଲେ। ତେଣୁ ଏହି ରୋମାଣ୍ଟିକ୍ ସମୀକ୍ଷା ତତ୍ତ୍ୱ ଆଧାରରେ ଏହି କବିମାନେ ନୂତନ ଗୋଷ୍ଠୀ ପ୍ରସ୍ତୁତ କରି ରୋମାଣ୍ଟିକ୍ ଚେତନାର ଆନ୍ଦୋଳନର ଆରମ୍ଭ କରିଥିଲେ। ତେଣୁ ଏହି ରୋମାଣ୍ଟିକ୍ ସମାଲୋଚକ ଗୋଷ୍ଠୀର ଆଭିମୁଖ୍ୟ ଥିଲା କିପରି ପ୍ରକୃତି ଚିତ୍ରଣ ସହିତ କବିତାର କଳାପକ୍ଷ ବା କବିତାର ଗଢ଼ଣ ଏବଂ ପ୍ରେରଣା ପ୍ରସ୍ତୁତ କାବ୍ୟଧାରା ଯେଉଁଥିରେ କଳ୍ପନାକୁ ପ୍ରମୁଖ ଉତ୍ସ ରୂପେ ଗ୍ରହଣ କରି କାବ୍ୟ କବିତା ରଚନା କରିବା। ନାରୀବାଦୀ ସମାଲୋଚନା ଗୋଷ୍ଠୀର ମୁଖ୍ୟ ଆଭିମୁଖ୍ୟ କ'ଣ ଥିଲା? ନାରୀବାଦୀ ସମୀକ୍ଷକମାନେ ଦୁଇଟି କଥା ଉପରେ ଗୁରୁତ୍ୱାରୋପ କଲେ। ପ୍ରଥମ କଥା ହେଉଛି, ପୁରୁଷ ପରି ନାରୀ ମଧ୍ୟ ଜଣେ ପାଠିକା। ତାର ମଧ୍ୟ ଏକ ପାଠିକ ଦୃଷ୍ଟିଭଙ୍ଗୀ ଅଛି। ଏହି ଦୃଷ୍ଟିଭଙ୍ଗୀ ପୁଣି ସ୍ୱତନ୍ତ୍ର। ଅନେକ କ୍ଷେତ୍ରରେ ନାରୀ ମଧ୍ୟ ଜଣେ ଲେଖିକା ଭାବରେ ଆବିର୍ଭୂତ ହୁଏ। ସମୟେ ସମୟେ ନାରୀ ମଧ୍ୟ ଜଣେ ବ୍ୟାଖ୍ୟାକାରୀ ଭାବେ ନାରୀ ରଚିତ ସାହିତ୍ୟର ଅଧ୍ୟୟନ ଓ ଆକଳନ କରେ। ସମାଜ ସର୍ବଦା ପୁରୁଷ ନାରୀ ମଧ୍ୟରେ ତାରତମ୍ୟର ପ୍ରାଚୀର ସୃଷ୍ଟି କରିଛି। ପୁରୁଷକୁ ସର୍ବଶକ୍ତିମାନ, ବୁଦ୍ଧିଦୀପ୍ତ ଭାବରେ ବିବେଚନା କରୁଥିବା ସମାଜ ନାରୀକୁ ଅବଳା, ଦୁର୍ବଳ ଭାବେ ଗ୍ରହଣ କରିଆସିଛି। ଦ ସେକେଣ୍ଡ ସେକ୍ସ ପୁସ୍ତକରେ ସେକ୍ସ ଏବଂ ଜେଣ୍ଡର ମଧ୍ୟରେ ଏକ ମୌଳିକ ପାର୍ଥକ୍ୟ କଥା ମଧ୍ୟ ବିଭୁଆ ଉଲ୍ଲେଖ କରିଛନ୍ତି। ସେକ୍ସ ନାରୀ ଓ ପୁରୁଷର ଶରୀରଗତ ଭିନ୍ନତା କଥା ପ୍ରକାଶ କରୁଥିଲା ବେଳେ ଜେଣ୍ଡର ଏକ ସାମାଜିକ ଓ ସାଂସ୍କୃତିକ ସଂଗଠନ ରୂପକ ବୃହତ୍ ପରିମଣ୍ଡଳର କଥା କହିଥାଏ। ଏହା ବ୍ୟତୀତ ବିଭୁଆ ଉଲ୍ଲେଖ କଲେ ଯେ ଜଣେ ନାରୀ ହୋଇ ଜନ୍ମ ହୋଇନଥାଏ, ସମାଜ ହିଁ ତାକୁ ନାରୀ ଭାବରେ ସାମାଜିକ ସ୍ୱୀକୃତି ପ୍ରଦାନ କରେ। ସମାଜ ପରି ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅନୁରୂପ କଥା ଦେଖିବାକୁ ମିଳେ। ଏସବୁ ସାମାଜିକ ସ୍ଥିତି ଆଧାରରେ 1968 ମସିହାରେ ପ୍ରଥମେ ଆମେରିକାରେ ଆଧୁନିକ ନାରୀବାଦ ସମାଲୋଚନା ଆରମ୍ଭ ହୁଏ। ମେରି ଏଲମାନ ଦ କିଙ୍ଗ ଏଲାଉଡ୍ ଓମେନ୍ ପୁସ୍ତକ ରଚନା କରନ୍ତି। 1969 ମସିହାରେ ଆମେରିକାର ଇଂଲଣ୍ଡ ଓ ଫ୍ରାନ୍ସରେ ବହୁ ସଂଖ୍ୟକ ନାରୀବାଦୀ ଲେଖା ପ୍ରକାଶିତ ହେଲା। ପାଠକ ପ୍ରତିକ୍ରିୟା ତତ୍ତ୍ୱର ସମୀକ୍ଷାର ଆଭିମୁଖ୍ୟ କ'ଣ? ପାଠକ ପ୍ରତିକ୍ରିୟା ତତ୍ତ୍ୱର ପ୍ରବକ୍ତା ଥିଲେ ରୋଜେନବ୍ଲଟ୍, ଷ୍ଟାଲିନଫିସ୍ ଓ ଦାଉସ୍। ରୋଜେନବ୍ଲଟ୍ ଲିଟରେଚର ଏଜ୍ ଏକ୍ସପ୍ଲୋରେସନ୍ ନାମକ ଏକ ପୁସ୍ତକ ରଚନା କରିଥିଲେ। ଏହି ପୁସ୍ତକରେ ପଠନ କ୍ରିୟାକୁ ଏକ ପ୍ରକ୍ରିୟା ଭାବେ ଗ୍ରହଣ କରାଗଲା। ପଠନ କ୍ରିୟା ହିଁ ପାଠକ, ଲେଖକ ଓ ସାହିତ୍ୟ କୃତି ମଧ୍ୟରେ ଏକ ସଂଯୋଗ ସେତୁ ସ୍ଥାପନ କରେ, ଏହା ରୋଜେନବ୍ଲଟ୍ କହିଲେ। ଏହାଦ୍ୱାରା କୃତିରେ ଥିବା ସନ୍ନିହିତ ଅର୍ଥର ପୂର୍ଣ୍ଣ ବିସ୍ତାର ପ୍ରକାଶ ପାଏ। ଅର୍ଥର ପୂର୍ଣ୍ଣ ବିସ୍ତାର ପ୍ରକାଶ ପାଏ। ଅର୍ଥ ନିର୍ଦ୍ଦିଷ୍ଟ ନୁହେଁ। ଗୋଟିଏ କୃତି ବହୁ ଅର୍ଥ ପ୍ରକାଶ ପାଏ। ଏହା ନିର୍ଭର କରେ ପାଠକର ମାନସିକ ଓ ସାମାଜିକ ସ୍ଥିତି ଉପରେ।